भंजन महा सौंदर्य नेत्र द्वयं विलंबे हम मुकुटन रत्न ज्वलत कुंडल समान नीरव पुसन ग्रवयन हारान्वितन पार्श्वे चक्रधरं प्रसन्न वदनं नीलाद्रि नाथं भजे ठीक ठीक बसु बसु आमे आज पालार प्रथम रजनीर पदार्पण मात्रे ए ग्रामर मंगल कुशल करने निमित्त जो सत्यनारायण पूजा अनुष्ठान एठारे उद्घाटित होइछि तैर प्रारंभिक दिवस प्रारंभिक पर्याय चारिपाद विशिष्ट मंगलाचरण की आवृत्ति करिछि ये मंगलाचरण माध्यम जो देवता आसवे सी आज समस्त मंगल विधान करेंगे देखिबा ताले को देवता आसुचंती समस्तंकर मंगल किए करू पहिले रक्तंभोरुह दर्प भंजन महा सौंदर्य नेत्र द्वयं रक्त अंबरुह रक्तंभोरुह अंबरुह बोले पद्म रक्त बोले लाल नाली पद्म सदृश रक्तंभोरुह नाली पद्म सदृश जो प्रभुंकर पाद रूपक पद्म अर्थात प्रभुंकर पाद है जोड़िए पद्म फूल सदृश जोड़िए मुझे कथा कहीं कहली ये प्रमाण देवाक गले आपणकर उत्कल घंट जदुमणि महापात्र बोला रुक्मिणी परिणय प्रबंध पूर्णचंद्र पदे छंद बोलिया भगवान पाद कहीं पद्म फूल संगे समान कले अघारी अंग्री की अंबुज करी छवि बरनी प्रभु है सशत नेत्र को मुक्ति कहा को ध्याई है
ଛାନ୍ଦ ବୁଲିଛି ଛାନ୍ଦ ବୁଲିଛନ୍ତି ଆଜ୍ଞା ବଢେଇ ଘରର ପୁଅ ବଢେଇ ଘରର ପୁଅ ମୁଗୁର ବାଡିଆ ମୁଗୁର ବାଡିଆ ପଦ ଆଜ୍ଞା କହିଲେ ଅଘାରି ଅଙ୍ଗିରି କି ଅମ୍ବୁଜ କରି କବି ବନିବାର ଛବି ଚାତୁରୀ ଅଘ ବୋଇଲେ ପାପ ଆଜ୍ଞା ପାପର ଅରି ହେଲେ ନାରାୟଣ ନାରାୟଣ ଅଙ୍ଗିରି ବୋଇଲେ ପାଦ ନାରାୟଣଙ୍କର ପାଦକୁ ଆଜ୍ଞା କବି କହିଲେ ଇଏ ପାଦ ନୁହଁ ଦିଟା ଅମ୍ବୁଜ ବୋଇଲେ ପଦ୍ମ ପଦ୍ମାବତୀ କାହିଁକି ନା ବିରଞ୍ଚି ଦର୍ପକାରୀ ସର୍ପ ଇନ ବିରଞ୍ଚି ବୋଇଲେ ବ୍ରହ୍ମା ଆଜ୍ଞା ଦର୍ପକ ବୋଇଲେ କନ୍ଦର୍ପ ସନ୍ଦର୍ଭ ତାଙ୍କର ଅରି ହେଲେ କିଏ ନା ମହାଦେବ ପଦବ ମହାଦେବ ଇନ ବୋଇଲେ ଅନନ୍ତ ନାଗରାଜା ଆଜ୍ଞା ଇଏ ତିନି ଜଣ ଯାକ ବାସ୍ ବନ୍ଦନ୍ତି କାହାକୁ ଧ୍ୟାଇ ଯାଇ ଯାହାକୁ ବନ୍ଦନା କରନ୍ତି ବାସ୍ ସିଏ ହେଲେ ନାରାୟଣ ନାରାୟଣ ଅଷ୍ଟ 15 ବିଂଶ ଶତ ନେତ୍ରକୁ ଅଷ୍ଟ ବୋଇଲେ 8 ଆଠେ 8 ଆଖି ହେଲା ବ୍ରହ୍ମାଙ୍କର 4ଟା ମୁହଁରେ ଆଠଟା ଆଖି 15 ହେଲା କାହାକୁ ଆଖି ଦେବଦେବ ମହାଦେବଙ୍କର ଆଜ୍ଞା 5ଟା ମୁଣ୍ଡରେ 3 ଆଖି ଲେଖା 15 ପାଞ୍ଚ ତିରିକି 15 ବିଂଶ ଶତ ବାସ୍ ବିଂଶ ବୋଇଲେ 20 କୋଡ଼ିଏ 20 ଶହ ହେଲେ 2000 ଆଜ୍ଞା 1000 ମୁହଁରେ 2000 ଆଖି ହେଲା ଅନନ୍ତର ଅନନ୍ତ ନାଗର ଆଜ୍ଞା ଏ ବ୍ରହ୍ମା ଶିବ ଅନନ୍ତ ନାଗ ଯାହାଙ୍କର ପାଦକୁ ବନ୍ଦନା କରନ୍ତି ସେ ଭଗବାନ ନାରାୟଣ ତାଙ୍କର ପାଦ ହେଲା ଦିଟା ପଦ୍ମ ପଦ୍ମ ପ୍ରଭୁଙ୍କ ଦେହରେ 5 ଜାଗାରେ ପଦ୍ମ ଅଛି ସାରେ ହୁଁ ଆପଣ ତ ଏଇନୁ ସାଙ୍ଗେ ସାଙ୍ଗେ ଅପିକା ଏତିକି ବେଳେ ସାଙ୍ଗେ ସାଙ୍ଗେ ମୋଚରେ କହିଲେ ଭଗବାନଙ୍କର ପାଦ ଦିଟା ପଦ୍ମ ପାଦ ପୁଣି 5ଟା ଆହୁରି 4 ଜାଗା କୋଉଠି ଅଛି ନା ଗଙ୍ଗରେ ତୁ ଜାଣିନୁ କି ମୁଁ ଜାଣିନି ଆଜ୍ଞା ଆରେ ମୋର କହିବାର ତାତ୍ପର୍ଯ୍ୟ ପ୍ରଭୁଙ୍କର ଆଖି ହେଲା ଦିଟା ପଦ୍ମ ପାଦ ଦୁଇ ଅରବିନ୍ଦ ଗଳାୟ ତ୍ରାକ୍ଷମ୍ ବାସ୍ ଅରବିନ୍ଦ ବୋଇଲେ ପଦ୍ମ ପ୍ରଭୁଙ୍କର ଆଖି ହେଲା ଦିଟା ପଦ୍ମ ପ୍ରଭୁଙ୍କର ପାଦ ହେଲା ଦିଟା ପଦ୍ମ ପ୍ରଭୁଙ୍କର ମୁଖ ହେଲା ଗୋଟେ ପଦ୍ମ ପ୍ରଭୁଙ୍କର ବାହୁ ହେଲା ଦିଟା ପଦ୍ମ ଛାଟେ ଗଲା ହେଇ କୋଉଠି ମୁଁ ଗଣୁଛି ନା ଆଉ ଆଖି ହେଲା ପଦ୍ମ ମୁଁ ଡବଲ ଡବଲ ଗଣୁଛି ଆଖି ହେଲା ପଦ୍ମ 1 ମୁଖ ହେଲା ପଦ୍ମ 2 ବାହୁ ହେଲା ପଦ୍ମ 3 ପାଦ ହେଲା ପଦ୍ମ 4 ଆଉ ଗୋଟେ ପାଦ ଅଛି କହିପାରିବନି କହିପାରିବିନି କହିପାରିବନି ଜାଣିଥିଲେ କହି ସାରନ୍ତଣି କହିପାରିବନି এটা কোଉଠି ଅଛି ଆରେ 3 ପାଦ ଭୂମି ମାଗିବାକୁ ବଳି ଦ୍ୱାରକୁ ଗଲେ ବାମନ ଆଜ୍ଞା ମାନଙ୍କର ନାଭିରୁ ଦିନ ଗୋଟେ ପଦ୍ମ ପାଦ ବାହାରିଥିଲା ନାଭିରୁ ଆଜ୍ଞା ସେ ପାଦ ହଉଛି ବାମନଙ୍କର ଆଚ୍ଛା ଆଗକୁ ଗଲେ ଟିକେ କହିବି ଦେଖିବା ସେ ପାଦର ଲକ୍ଷଣ କଣ ବାସ୍ ସେ ପାଦରେ କଣ ଥିଲା କଣ ଥିଲା? ସେ ପାଦର ମହିମା କଣ ବାସ୍ କିଏ ତାକୁ ବର୍ଣ୍ଣନା କରିଥିଲା କିଏ କରିପାରି ନଥିଲା ଆହା। ତା ଉପରେ ଆମେ ଆଲୋକପାତ କରିବା ବାସ୍। ତେବେ ये जो प्रभुंकर 5 जगह 5 पद्म बाहरिला कवि कहिले तन मध्यरु रक्तांभोरुह दर्प भंजन महा सौंदर्य नेत्र द्वय प्रभुंकर आखि दीटा ला जोड़िए पद्म आज्ञा मुक्ताहार विलंबी हेम मुकुटं मुक्ताहार प्रभुंक बेकरे गोटा हार सभा पाउची मुक्ताहार मुक्ताहार विलंबी बास हेम मुकुटं बास मुंडरे गोटे किरीटी कुंड मुकुट शोभा पाउ आज्ञा किरीटी शोभा पाउची आज्ञा मस्तकरे बेकरे शोभा पाइला मुक्तामाल मुक्तामाल प्रभुंक बेकरे 8 माल शोभा पाए 8 माल कोन 8 माल कोन कोन आज्ञा राधा देला पद्मबीज माल एक गोपी माने देले मल्ली माल दुई मीरा देला तुलसी माल तीन हिरण्यकशिपु देला अंतमाल चार कुशिक ब्राह्मण देला मुंडमाल पांच कौस्तुभ बजंती तांको निज मुंड दीटा जाक दान कले ताकू गलारे हार करिकि पकेले बास आउ गोटे हार देइतिले काकू सुदामाकू ता ना होची कल्पना हार 8 एमिति 8टी हार प्रभुंक बेकरे शोभा पाए 8